ନେଲିର ସ୍ପାଇନାଲ କର୍ଡରେ ଏଇ ଜାଗା ମାଉସୀ ଆମ ପାଇଁ ପୁରା ଠାକୁରଙ୍କ ପାଖରେ ପୂଜା କରିକି ନେଇକି ଆସୁଛନ୍ତି ସକାଳୁ ସକାଳୁ ପୁରା ଆମ ପାଖକୁ। ଭଲ ଶୀଘ୍ର ଭଲ ଏତେ ଦୂର ମାଉସୀ ଚାପି ହଉଛ ପିଠିଟା ମନ ହଉଛି ଜାବୁଡିକି ଧରିବି ନରମ ଲାଗିବ ନା ସେ ମତେ ସେ ପାଦ ଗୁଡା ମତେ ଭଲ ଲାଗେ ତାର ସବୁବେଳେ ତାର ଫାଟେନି ମାଟେନି କେତେ ସୁନ୍ଦର ହେଇଥାଏ। ତା ପାଦ ଗୁଡା ଏବେ ନର୍ମାଲ ଲାଗିଲାଣି ଭଲ ହେଇଗଲେଣି ତ ହେଇଯିବି ଭଲ ଧୀରେ ଧୀରେ ଭଲ ହବ ନା କାନ୍ଦ ନା କେତେ କଥା କହୁଛନ୍ତି ଲୋକ କୁହନ୍ତୁ ଲୋକ ଖାଇବାରେ କିଛି ଅଛି ଭଲ ହେଇଛି। ଠାକୁର ସବୁବେଳେ ପୂଜା କରିକି ଭଲ ହେଇଯାଉଛି କିସ ଲାଗୁଛି କାନ୍ଦୁଛୁ ଭଲ ହେଇଯିବ ଖୁସି ହେଇକି ଡାକ ଠାକୁର ଭଲ ଖୁସି ଡାକିଲେ ଯେତେ ଡାକିଲେ ତ ହଁ ଏକାଥରେ ଯୋଉ ରୋଗ ହେଇଥିଲା ସେରେ ଏକାଥରେ ହଉ କୁଣ୍ଢେଇତେ ପାଇଁ ଇଚ୍ଛା ହଉଛି ମୁଁ ତତେ ଟିକେ କୁଣ୍ଢେଇ ଦଉଛି ତୋର ଭଲ ଲାଗୁଛି କୁଣ୍ଢେଇ ନା ମୁଁ କେତେ ମୋର ତ ବଥା ଚାରିଆଡେ କିସ କରିବି ବି କାନ୍ଦୁଛନ୍ତି ଏଠି କାଞ୍ଚୁ ଗାଇଗଲା ତାହାରି ଲୋକ କେନ ଭଲ ସବୁ ଠାକୁର ତ ସବୁ ତା ପାଖରେ ଜୟ ହନୁମାନ ଜୟ ହନୁମାନ ଜୟ ହନୁମାନ। हे प्रभु ମୋ ଗେଲିର ସବୁ କଷ୍ଟ ଦୂର କରିଦିଅ ଭଲ କରିଦିଅ ମୋ ଗେଲିକୁ ପୁରା। ଗେଲିର ସ୍ପାଇନାଲ କର୍ଡରେ ଏଇ ଜାଗାରେ ହିଁ ହେଇଥିଲା ଯୋଉ ଡିଜିଜଟା 6ଟା ସେଗମେଣ୍ଟ ପାଖାପାଖି ଏଇଠୁ ପାଖରୁ ଏତେ ଯାଏଁ ପୁରା ହେଇଯାଇଥିଲା। ତ ସେଇ ଜାଗାଟା ଦେଖିପାରୁଥିବେ କେମିତି ଫୁଲିକି ରହୁଛି ପୁରା ଏଇ ଜାଗାଟା ବି ଫୁଲିକି ପୁରା ରହୁଛି। କାଲି ମୋର ପ୍ରତ୍ୟେକ ଦିନ ଗାଧେଇ ସାରିବା ପରେ ତା ମୁଣ୍ଡରେ ହନୁମାନଙ୍କ ସିନ୍ଦୁର ବିଭୂତି ଦେହ ସାରା ଯୋଉ ଜାଗାରେ ବି ତାର ପେନ୍ ହଉଛି ଯୋଉଠି ସ୍ପାଇନାଲ କର୍ଡରେ ଯୋଉ ଜାଗାରେ ତାର ରୋଗ ହେଇଥିଲା ସବୁ ଜାଗାରେ ମାରି ଦଉଛି ଯେମିତି ଆଉ କିଛି ବି କ୍ଷତି ନ ହଉ ଗେଲିର ଶୀଘ୍ର ସେ ଭଲ ହେଇଯାଉ। କହନ୍ତି ପ୍ରାର୍ଥନାରେ ବହୁତ ଶକ୍ତି ଥାଏ ବାସ୍ ପ୍ରାର୍ଥନା ଭଗବାନଙ୍କ ପାଖରେ ଗେଲିକୁ ମୋତେ ଶୀଘ୍ର ଭଲ କରିଦିଅନ୍ତୁ। ରୋଗରେ ହିଁ କଟିଗଲା ଗେଲିର ଖାଲି ଦେହ ଖରାପ ରହିଲା ପୁରା ମାସ ଯାକ ଖାଲି ଦେହ ଖରାପରେ ଗଲା। ଭଗବାନଙ୍କ ପାଖରେ ବାସ୍ ସେତିକି ପ୍ରାର୍ଥନା ମେ ମାସଟା ସେମିତି ଦେହ ଖରାପ ନ ହଉ ଗେଲିର। ତା ହାତ ପେନ୍ ଏବେ ବି ବହୁତ ଅଛି ଆପଣ ଦେଖିପାରୁଥିବେ ଏବେ ବି ସେ ଏମିତି ପୁରା ଧରିକି ବସୁଛି। ସେଥିପାଇଁ ଗେଲି ନିଜେ ଷ୍ଟ୍ରଙ୍ଗ ନ ହେଇଛି ନିଜେ ଫିଲ୍ ନ କରିଛି ଯେ ସେ ଏବେ ଠିଆ ହେଇପାରିବ ହାତକୁ ପ୍ରେସର ଦେଇକି ପୁରା ଠିଆ ହେଇପାରିବ ସେତେ ଦିନ ଯାଏଁ ଆମେ ଠିଆ ହେବା ପ୍ରାକ୍ଟିସ କରିପାରିବୁନି। ତ ସେଟା ସମ୍ପୂର୍ଣ୍ଣ ଗେଲି ଉପରେ ଡିପେଣ୍ଡ କରେ ଗେଲି ତାର ଯେବେ ତାକୁ କମ୍ଫର୍ଟେବଲ ଲାଗିବ ଯେବେ ବି ତାକୁ ସୁସ୍ଥ ଲାଗିବ ସେବେ ଆମେ ଫିଜିଓଥେରାପି କରିବା ଠିଆ ହେବା।